କଦଳୀ ପତ୍ରରେ ଗୁରୁବାର ଦିନ ଆପଣ ପରିବାର ଲୋକ କଦଳୀ ପତ୍ରରେ ଖାଆନ୍ତୁ। ଇଏ ସିମେଣ୍ଟରେ ଚିତ୍ର କରିଦଉଛ, ତମ ବାହାଘର ହେଲେ ତମେ କହୁଛ ଶୁଭ ଲାଭ। ଇଏ କଲରରେ ଶୁଭ ଲାଭ ହଉଛି। ଯଜ୍ଞ କରୁଛ, ଗଛ କାଟିକି ପୋତୁଛ, କହୁଛ ଶୁଭ ଲାଭ। କାହିଁକି କାହିଁକି ଆଜ୍ଞା? କନ୍ଦଳୀ ବୋଲି ଗୋଟିଏ ଝିଅ ଥିଲା, ଉର୍ବଙ୍କର ଝିଅ। ସିଏ ବିବାହ କରିଥିଲା ଦୁର୍ବାସାଙ୍କୁ। କନ୍ଦଳୀ ଶରୀର ଭିତରେ ପବିତ୍ର, ମନରେ ଛଳନା ନାହିଁ, କିନ୍ତୁ ଭାରି ଟାଇମ୍ ଟାଇମ୍ କଥା କୁହେ। ବାହାଘର ଯେତେବେଳେ ହେଲା, ଶ୍ୱଶୁର କହୁଛନ୍ତି ଉର୍ବ ଜ୍ୱାଇଁ ପୁଅ ଦୁର୍ବାସାଙ୍କୁ, ମୋ ଝିଅଟା ଟିକେ ରାଗି, ନା ମୁଁ ତାର 100 କ୍ଷମା କରିବି। 100ଟାରୁ ଅଧିକା ଭୁଲ କଲେ ବାପା ତାକୁ ଦଣ୍ଡିତ କରିବି। 101 ଯୋଉ ଦିନ ଭୁଲ କଲା ତାକୁ ବାଉଁଶ କରିଥିଲେ ଦୁର୍ବାସା। ଦୌଡ଼ି ଆସିଥିଲେ ବାପା। ସେଥିପାଇଁ କଥାରେ ଅଛି, ବାପା ଯେ ପର୍ଯ୍ୟନ୍ତ ବଞ୍ଚିଥିବ ଝୁଅ ଦ୍ୱାର ପିତା। ଯୋଉଦିନ ବାପା ଚାଲିଯିବ, ଝିଅର ବାପ ଘରକୁ ଆସିବା ତାଟି କବାଟ ପଡ଼ିଯିବ। ସେଥିପାଇଁ ଝିଅ ଆସେ ବାପ ଘର। କହିବାର ଅର୍ଥ ଥିଲା ଯେ ଏ କନ୍ଦଳୀ ଗଛ ଯେତେବେଳେ କନ୍ଦଳୀର ମୃତ୍ୟୁ ହେଲା, ତାକୁ ଭଗବାନ ତାକୁ ଗଛ କଲେ କଦଳୀ। ହେଲେ ତା ମନ ପବିତ୍ର ଥିବାରୁ ସିଏ ଯୋଉଠି ରହିବ ସେଠି ପବିତ୍ର ହୋଇଯିବ। ଦ୍ୱିତୀୟରେ ଦେବଗୁରୁ ବୃହସ୍ପତି ଅଭିଶପ୍ତ ହୋଇ ମଧ୍ୟ କଦଳୀ ଗଛରେ କଣ ହେଇଥିଲେ? ବିରାଜମାନ କରିଥିଲେ। ତେଣୁ ଯଦି ପ୍ରତ୍ୟେକ ଗୁରୁବାର ଦିନ ଆପଣ ପିଲାମାନଙ୍କୁ, ପରିବାରମାନଙ୍କୁ, ପୁତ୍ରମାନଙ୍କୁ, ପତିମାନଙ୍କୁ, ପିତାମାନଙ୍କୁ କଦଳୀ ପତ୍ରରେ ଭୋଜନ ଦଉଛନ୍ତି, ଦେବଗୁରୁ ବୃହସ୍ପତି ଯଦି ଉଚ୍ଚରେ ରହିବେ, ତେବେ ତାଙ୍କର କୌଣସି ଅଶୁଭ ହବ ନାହିଁ। ପଇସା ଖର୍ଚ୍ଚ ହଉଛି, ମୁଣ୍ଡିଆ ମାରିଲେ ପଇସା ଖର୍ଚ୍ଚ ହଉଛି, ତେଲ ବାପା ପାଦରେ ମାରିଦେଲେ ପଇସା ଖର୍ଚ୍ଚ ହଉଛି, କଦଳୀ ପତ୍ରରେ ଦିଟା ଖାଇଦେଲେ ପଇସା ଖର୍ଚ୍ଚ ହଉଛି। ସେଥିପାଇଁ ନିଜକୁ ପରିବର୍ତ୍ତନ କଲେ ସଂସାରଟା ମନ୍ଦିର ହବ।